হ্যালো, জয় জগন্নাথ, জয় শ্রীরাম সাগরণী। তো আজ হলো সোমবার। তো আজ সকালে বাহারଥିଲି ডিউটি। তো কালি এত ট্রাফিক জাম করছিল, আজ এত ট্রাফিক জাম ଅଛି ତାପରେ ପୁଣି ମୁଁ 2ଟା ଆଡେ ମାରିଥିଲି। ଆଉ 2ଟା ଆଡେ ମାରିବା ପରେ ଆଉ ଗୋଟେ ଆଡେ ଦୌଡ଼ିଥିଲା ମତେ 8 କିଲୋମିଟର। ତ ଦେଖେଇଥିଲା 72 ଫଟୋ ଦେଇଦେଲି ସାଇଡର। ତ 72 ଦେଖେଇଥିଲା। କମ୍ପାନୀ ଏତେ ମାନେ ଖରାପ କରୁଛି ପିଲାଙ୍କ ସାଙ୍ଗରେ ରାଇଡର ସାଙ୍ଗରେ, ମାନେ କହିହବନି। ବେଙ୍ଗଲୋରରେ ଏଇଟା କହିପାରିବନି କି କମ୍ପାନୀ ଆମ ସହ କେତେ ଖରାପ କରୁଛି। ଗୋଟେ ଅର୍ଡର 10ରୁ 12 କିଲୋମିଟର ଥିଲା, ତାକୁ ମତେ ଦେଖେଇଥିଲା 72। ତା ଧିଏରେ ବି କମ୍ପାନୀ ପଇସା କାଟିକି ମତେ ଦେଲା ମାତ୍ର 69। ତ ମୁଁ ଏତିକି କହିବାକୁ ଚାହିଁବି କମ୍ପାନୀକୁ, ମାନେ ଆମେ ଯୋଉ ଖଟୁଛୁ ଦିନ ସାରା, ମାନେ ରାତି ସାରା ରହୁଛୁ, ଟ୍ରାଫିକ ଜାମରେ ଆମେ କାମ କରିପାରୁନୁ, ଏତେ ହଇରାଣରେ ପଡୁଛୁ, ତାହେଲେ ଆମକୁ ମିଳୁଛିଟା କଣ? ମାନେ 10-15 କିଲୋମିଟର ତମେ 70-80 ଟଙ୍କା ଦବ, ତାହେଲେ ଆମେ ମାନେ କରିବା କଣ? ମାନେ ଭାଇ ମୋ ଓଡିଆ ଓଡିଆ ଭାଇଙ୍କୁ କହିବାକୁ ଚାହୁଁଛି, ସେମାନେ ବେଙ୍ଗଲୋର ଆସିବାକୁ ଚାହୁଁଛନ୍ତି ଅନଲାଇନ କାମ କରିବାକୁ, ତ ଭାଇ ଭୁଲ ଆସନି। କାହିଁକି ନା ଏଠି ଏତେ ଟ୍ରାଫିକ ଜାମ ହଉଛି, ମାନେ ତମେ କଳ୍ପନା କରିପାରିବନି ଏତେ ଟ୍ରାଫିକ ଜାମ। ମାନେ ଗୋଟେ ଅର୍ଡର ମାରିବାକୁ ମତେ 1.5 ଘଣ୍ଟା ସମୟ ଲାଗିଗଲା। ତ ସେଟା କଷ୍ଟମର ବୁଝିବ ନା କିଏ ବୁଝିବ? କମ୍ପାନୀ ଉଲ୍ଟା ଆହୁରି ଆମର ଭିତରୁ ପଇସା କାଟି ନେଉଛି, କିନ୍ତୁ ସେ ଅଧିକ ଦେବା ଜାଗାରେ ପଇସା କାଟି ନେଉଛି। ଯେ ଅର୍ଡରକୁ ଲାଗୁଛି 10 ମିନିଟ୍ ଜାଗାରେ ସେ ଅର୍ଡରକୁ ଲାଗୁଛି ଅଧଘଣ୍ଟା 40 ମିନିଟ୍। ତା ଦେହରେ ବି କମ୍ପାନୀ ପଇସା କାଟିକି ତାର ମାନେ ଆମକୁ ଦଉଛି। ତ ଆମେ ଯେ ଏତେ କଷ୍ଟ କରୁଛୁ କଣ ପାଇଁ? ବେଙ୍ଗଲୋର ଆସିକି ଆମେ କାମ କରୁଛୁ, ଆମର ତ ଗାଡି ଖର୍ଚ୍ଚ ଉଠିବନି, ତ ଆମେ କାମ କରିବୁ କଣ ପାଇଁ? ଆପଣ ମାନେ କୁହନ୍ତୁ। ଆପଣ ଦେଖିପାରୁଥିବେ, ଏବେ ମୁଁ ଆଉ ଗୋଟେ ପିକ୍ଚର ସାଇଡରେ ଦେଇଦେବି। ତ ଏଠି ଯେ ପଇସା ଦେଖଉଛି ଆପଣଙ୍କୁ 10-12 କିଲୋମିଟରକୁ 124 ଟଙ୍କା କେତେ ଟଙ୍କା ଦେଖଉଛି। ତ ଆପଣ ଭାବିବେନି କି ଏଇଟା ସତରେ ଏତିକି ଟଙ୍କା ଆମକୁ ଦବ। ଇଏ ଦେଖଉଛି କମ୍ପାନୀ ଏତିକି, କିନ୍ତୁ ଲୋକେସନ ରିଚ୍ କଲା ବେଳକୁ ଏଇଟା ମଲ୍ଟି ଅର୍ଡର ଥିଲା, ସେଥିପାଇଁ ଏଟା 126 ଟଙ୍କା ଦେଖଉଥିଲା। କିନ୍ତୁ ଇଏ ଅର୍ଡର ଡିଷ୍ଟାନ୍ସ ହେଲା, ମୁଁ ଟୋଟାଲି ଡିଷ୍ଟାନ୍ସ ହେଲା ଆର କେତେ 17 ନା 16 କିଲୋମିଟର ମୋ ଟୋଟାଲ ଡିଷ୍ଟାନ୍ସ ଥିଲା। ତଥାପି ମାନେ ଆମେ କହିବୁ କଣ? ଆମେ ଦେଖ ଅନଲାଇନ କାମ ଯିଏ ବି କରୁଛି, ଯିଏ ଭାଇ ଆମର ଅନଲାଇନ କାମ କରୁଛନ୍ତି, ସେମାନେ ଏଟା ଭଲ କି ଜାଣିଛନ୍ତି। ଏ କଥା ଆମେ କାହାକି କହିପାରିବାନି, ଆଉ କହିଲେ କିଛି ହବ ନାହିଁ। କମ୍ପାନୀ ଗୋଟେ କଥା କହୁଛି, କମ୍ପାନୀ ଆମେ ଏତେ ଷ୍ଟ୍ରାଇକ୍ କରୁଥିବା କଣ, ଏତେ କମ୍ପାନୀ ଏବେ ଗୋଟେ କଥା କହୁଛି କି ଯାହାର ମନ ହବ ସେ କରିବ, ଯାହାର ମନ ନ ହବ ସେ କରିବନି। ଆମର କାହାକୁ ଜୋର ଜବରଦସ୍ତି କରୁନାହୁଁ କାମ କରିବା ପାଇଁ। ଏବେ ତମ ମନ ହଉଛି କର, ନହେଲେ ତମେ ଛାଡିକି ଚାଲିଯାଅ। କମ୍ପାନୀ ମାନେ ଡାଇରେକ୍ଟ ଆମକୁ ୱାର୍ଣ୍ଣିଂ ଦଉଛି କି ତମ ଇଚ୍ଛା ଯଦି କର, ନହେଲେ ପଳେଇ ଯାଅ। ତମକୁ କାମ କରିବା ପାଇଁ ଜୋର ଜବରଦସ୍ତି କରୁନାହାନ୍ତି। ଏତିକି ମିଳିବ, ଆଠୁ ବେଶୀ ମିଳିବ ନାହିଁ। ତ ଏବେ ମଜବୁରି ଅଛି, ଆମର କରତେ ପଡିବ। ଆମେ ଆଉ କଣ କରିପାରିବା? କମ୍ପାନୀ ତ ଶୁଣିବନି, ତ ଆମେ କରୁଛେ କାମ। ତ ସାଙ୍ଗମାନେ ଆପଣ ଦେଖିଲେ ଦିନ ଆମର କଣ କଣ ସବୁ ହେଇଥିଲା ଦିନ ଆମ ସାଙ୍ଗର, ଆଉ ଦିନରେ କେମିତି ଅର୍ଡର ଦଉଥିଲା। ତ ଆଜି ଦିନ ବହୁତ ହି ଖରାପ ଯାଇଛି। ଆଉ ଆଉ ଗୋଟେ ଖରାପ ହେଇଛି ମୋ ସାଙ୍ଗରେ। ତ ମୋ କତିରେ ଅଛି ଇଲେକ୍ଟ୍ରିକ ଗାଡି, ଇଲେକ୍ଟ୍ରିକ ସ୍କୁଟି ଅଛି ମୋ ପାଖରେ। ତ ମୁଁ ଇଲେକ୍ଟ୍ରିକ ସ୍କୁଟି ନେଇକି ସବୁବେଳେ ଯିବା ଆସିବା କରେ। ତ ମୁଁ ଜାଣିଛି ମୋ ଇଲେକ୍ଟ୍ରିକ ସ୍କୁଟିକୁ ପୁଲିସ ଧରନ୍ତିନି, କାହିଁକିନା ଇଲେକ୍ଟ୍ରିକ ସ୍କୁଟି ଆଉ ମୁଁ ନର୍ମାଲ ସ୍ପିଡରେ ଗାଡି ଚଲାଏ, 30 ଉପରେ ମୁଁ ଗାଡି ଚଲାଇନି। ତ ମୋ ତୋର ହେଲମେଟ ପିନ୍ଧିନି, ସବୁ କିଛି ଠିକ ଥିଲା। ତ ମୁଁ ଯାଉଥିଲି, ହଠାତ୍ କିନା କଣ ହେଲା ନା, ପୁଲିସ ମତେ ଅଟକେଇ ଦେଲେ। ପୁଲିସ ଯେତେ ଅଟକେଇଲେ, ମୁଁ କହିଲି ମତେ କାହିଁ ଅଟକେଇଲେ? ମୋର ତ ଆଜି ପର୍ଯ୍ୟନ୍ତ କେବେ ଅଟକେଇ ନାହାନ୍ତି, 2 ବର୍ଷ 2.5 ବର୍ଷ ଗାଡି ଚଳୁଛି, କେବେ ଅଟକେଇ ନାହାନ୍ତି। ଆଜି ହଠାତ୍ କିନା କଣ ଅଟକେଇଲେ? ମୁଁ ହେଲମେଟ ପିନ୍ଧିଛି, ସବୁ କିଛି ଠିକ ଅଛି। ତ ହଠାତ୍ କିନା ଦେଖିକି ମତେ କହୁଛନ୍ତି, ମାନେ ପୁଲିସ ମତେ ଦେଖି କଣ କହିବି, ମୁଁ ମତେ କେମିତି ଲାଗିଲା, ମାନେ ପୁଲିସ ଦେଖି ମତେ କହୁଛି କି ତମେ ମୋବାଇଲ ଧରିଥିଲ। ମୁଁ ମୋବାଇଲ ଟୋଟାଲି ଧରି ନାହିଁ, ମୋବାଇଲ ଧରି ନାହିଁ। ମତେ କହୁଛନ୍ତି କି ମୁଁ ମୋବାଇଲ ଧରିଥିଲି, ଆଉ ମୋବାଇଲ ଟିକେ 2 ମିନିଟ୍ ପାଇଁ ହାତରେ ଖାଲି ଗୋଟେ କଲ୍ ଆସିଥିଲା, ତ ମୁଁ ଦେଖୁଥିଲି କାହା କଲ୍, ବା ଦେଖି ରଖିଦେଇଛି। ସେଥିପାଇଁ ସେ କହୁଛନ୍ତି କି ତମେ ମୋବାଇଲ ଧରିଥିଲ, ତ ତମକୁ 1500 ଟଙ୍କା ଫାଇନ ଦେଇତେ ପଡିବ, ଆଉ ତମ ଗାଡିର କାଚ ଲାଗିନି, ତା ପାଇଁ ବି ଫାଇନ ଦେଇତେ ପଡିବ। ମୁଁ ଆଉ ଗୋଟେ କଥା କହିଲେ କି ପଲ୍ୟୁସନ ଦରକାର ତମ ଗାଡିର। ମୁଁ କହିଲି ଏଟା ଇଲେକ୍ଟ୍ରିକ ଗାଡି, ଏଟା ପଲ୍ୟୁସନ ଲାଗିନି। କହିଲା ଓହୋ ଆଚ୍ଛା ଠିକ ଅଛି, ପଲ୍ୟୁସନ ଦିଅନି, ତମେ ଏଟାର ଇଏର ଫାଇନଟା ଦେଇତେ ପଡିବ। ମୁଁ ବହୁତ ରିକ୍ୱେଷ୍ଟ କଲି କି ସାର୍ ଏମିତି କଣ ହଉଛି, ମୁଁ ଇଲେକ୍ଟ୍ରିକ ଗାଡି, ମୋ ନର୍ମାଲ ସ୍ପିଡ୍ ଚଳୁଛି, ମୁଁ ଗାଡି ଏମିତି ମୁଁ ହେଲମେଟ ବଗେରା ସବୁ ପିନ୍ଧିଛି, ତ ମୋର ସହିତ ନାଗିବା କଥା ନୁହେଁ। ନା ସେମିତି ନାହିଁ, ତମ ଅଛ ମାନେ ମୋବାଇଲ ଦେଇତେ ପଡିବ, ଆୟା ନାହିଁ, ଏবার ସମସ୍ତେ ଦଉଛନ୍ତି ତମକୁ ଦେଇତେ ପଡିବ। ମୁଁ ସେଇଟା କେମିତି ମାନେ ଟୋଟାଲି ମାନିଲେନି। ଆଜି ମୋର ଦିନ ବେଳେ କାମ ହେଇଥିଲା ସବୁ 300 ଟଙ୍କା, 370 ଟଙ୍କା କାମ ହେଇଥିଲା। ଆଉ ତା ଦେହରେ ପୁଣି ମତେ ପୁଲିସ ବାଲା ମୋ ନେଇଗଲେ 500 ଟଙ୍କା, ସେ ବି ଜୋର ଜବରଦସ୍ତି ନେଲେ, 500 ତଳକୁ ନେଉଲେନି, ଛାଡୁଥିଲେନି। ମୋ ଗାଡିଟାକୁ ନେଇ ଭିତରେ ପଳେଇ ଦେଲେ, ଦିଆଯିବନି, ଫାଇନ ଦେଇତେ ପଡିବ। ତ ବହୁତ କହିକି 500 ଟଙ୍କା ଫାଇନ ଦେଇକି ଲାଷ୍ଟ ଗାଡିଟାକୁ ନେଇକି ଆଇନି, ଅର୍ଡର ଦେଲି। ବହୁତ ଦିନ ଖରାପ ଲାଗିଲା। ଆଉ ରାତିର ଯାହା ବି କାମ ହେଇଛି, ମୁଁ ସାଇଡରେ ସବୁ ଫଟୋ ଆପଣଙ୍କୁ ଦେଖେଇଦେବି, ଯେ ଆପଣ ଦେଖିପାରିବେ ସାଇଡରେ ଆମର କେମିତି ରାତିର କାମ ହେଇଛି। ତ ମୋର ଜୋମାଟୋର ମୁଁ ଇଲେକ୍ଟ୍ରିକ ସାଇକେଲ ଥିଲା, ମୁଁ ବାଇକ୍ ଆଇଡି କରିଦେଇଛି। ତା ପାଇଁ ମତେ ଏତେ ଖରାପ ଅର୍ଡର ଦଉଛି, ଏତେ ଖରାପ ଅର୍ଡର ଦଉଛି, ମାନେ 10 କିଲୋମିଟର, 12 କିଲୋମିଟର, 15 କିଲୋମିଟର ଏଇଭଳିଆ ଅର୍ଡର ଦଉଛି। 9 କିଲୋମିଟର, 10-12 କିଲୋମିଟର ଅର୍ଡର ଦଉଛି, ପଇସା ପୁରା କମ ଦଉଛି। ମାନେ କହିପାରିବିନି, ଆପଣଙ୍କୁ ସାଇଡର ଫଟୋ ଦେଖିଦେବେ, ସାଇଡର ଫଟୋ ଦେଇଦେବି ମୁଁ। ମାନେ ଏତେ ଖରାପ ଦଉଛି, ମାନେ କହିହବନି। କିନ୍ତୁ ବାଧ୍ୟ କରତେ ପଡୁଛି, କାରଣ ଅର୍ଡର 2ଟାକୁ ବେଶୀ ଡିନାଇଲ କଲେ ଆମର ଅଫର ଚାଲିଯିବ। ଆମେ କାମ କରୁଛୁ ଖାଲି କେବଳ ସେ ଅଫର ପାଇଁ। ଆଜି ଅଫର ଚାଲିଯିବ ଆମର, ତାହେଲେ କାମ ଆମେ କେମିତି କରିବୁ? ତ ସେଇଆ କଥା। ମୁଁ ଆପଣମାନଙ୍କୁ କହିବି କି ଭାଇମାନେ ଯେ ଭାବୁଛନ୍ତି ବେଙ୍ଗଲୋର ଆସିକି ମାନେ ଅନଲାଇନ କାମ କରିବାକୁ, ତ ସେଟା କେବେ ଆଶା ରଖନି, କାରଣ ବେଙ୍ଗଲୋର ଅନଲାଇନ କାମ କରିବା ଉଚିତ ନୁହେଁ। ବାକି ତମେ
ମୋ ଭିଡିଓ ସବୁବେଳେ ଜାଣିପାରୁଥିବ ମୁଁ କେତେ ଟଙ୍କା ଅନ୍ କରୁଛି କେତେ ଟଙ୍କା କାମ କରୁଛି ଡେଲି କା ଡେଲି ମୁଁ ଭିଡିଓ ପୋଷ୍ଟ ପକେଇଦେବି ଆପଣ ଦେଖିବେ ମୋ ଭିଡିଓ ସବୁବେଳେ ଫୁଲ ୱାଚ୍ କରନ୍ତୁ ପୁରା ଦେଖନ୍ତୁ ଭିଡିଓଟାକୁ ପୁରା ଜାଣିପାରିବେ କି କେମିତି ବାଙ୍ଗାଲୋର ଆର୍ନିଂ ହଉଛି କେମିତି କଣ ସବୁ ଇଏ ବାଙ୍ଗାଲୋର ଟ୍ରାଫିକ ବାକି ସବୁ କେମିତି ସବୁ ଜାଣିପାରିବେ ମୁଁ ଡେଲି ଭିଡିଓ ପକେଇବି ଡେଲି କହିଦେବି ତ ଭିଡିଓ ପୁରା ଦେଖନ୍ତୁ ସବୁ କିଛି ଜାଣନ୍ତୁ ଆଜିକାର ମୋ କାମ ହେଇଛି ଟୋଟାଲି 1100 ଟଙ୍କା ଦିନ ବେଳେ କାମ ହେଇଥିଲାନି ରାତିରେ ଯାହା ଟିକେ ହେଲା ଟୋଟାଲି ମୁଁ ଆଜି 11 ଘଣ୍ଟାରେ କାମ କରିକି ମୁଁ ଆଜି 1100 ଟଙ୍କା ଆର୍ନିଂ କରିଛି ତ ଆଜି ରଖୁଛେ ଜୟ ଜଗନ୍ନାଥ ଜୟ ଶ୍ରୀରାମ ତ ଦେଖା ହବା କାଲି କି ନୂଆ ଭିଡିଓ ନୂଆ ବ୍ଲଗ